ସରକାରଙ୍କ ବଡ଼ ଘୋଷଣା ପହିଲାରୁ ସ୍କୁଲରେ ଖରା ଛୁଟି ଜାଣନ୍ତୁ କେଉଁଠି ଆସିଲା ନୂଆ ଅପଡେଟ୍ ସବୁ ପିଲାମାନଙ୍କ ପାଇଁ ଆଜି ଜାଣିବା ଏହି ଭିଡ଼ିଓ ମାଧ୍ୟମରେ ଖରା ଛୁଟି କେଉଁଠି ସବୁ ମିଳିବ ଏହି ପହିଲାରୁ ଆସନ୍ତୁ ଜାଣିବା ସେ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କଳାର ରୂପ ଦେଖାଇଲାଣି। ସ୍ଥିତି ଏମିତି ହେଲାଣି ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି। ଏହାରି ଭିତରେ ତାତିକୁ ଦେଖି ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ସ୍କୁଲ ଶିକ୍ଷା ବିଭାଗ ଆଗାମୀ ଶିକ୍ଷାବର୍ଷ 2026-27 ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ କରିଛି। ଜାରି ନିର୍ଦ୍ଦେଶ ଅନୁଯାୟୀ ଏହି ବର୍ଷ ଗ୍ରୀଷ୍ମ ଛୁଟି 1 ମଇ 2026ରେ ଆରମ୍ଭ ହେବ ଏବଂ 15 ଜୁନ 2026ରେ ଶେଷ ହେବ। ଏହାର ଅର୍ଥ ହେଉଛି ସ୍କୁଲଗୁଡ଼ିକ ପ୍ରାୟ 1.5 ମାସ ପାଇଁ ବନ୍ଦ ରହିବ। ତଥାପି ଶିକ୍ଷକମାନଙ୍କ ପାଇଁ ଛୁଟିର ଅବଧି କମ୍। ଶିକ୍ଷକମାନଙ୍କ ପାଇଁ ଏହି ବିରତି 31 ମଇ ପର୍ଯ୍ୟନ୍ତ ସୀମିତ ରହିବ। ସେମାନଙ୍କୁ ଜୁନ ମାସର ପ୍ରଥମ ପକ୍ଷ ମଧ୍ୟରେ ସ୍କୁଲକୁ ଫେରିବାକୁ ପଡ଼ିବ। ଛାତ୍ରମାନଙ୍କୁ ପର୍ବପର୍ବାଣୀ ଛୁଟି ସମ୍ପର୍କରେ ମଧ୍ୟ ଯଥେଷ୍ଟ ଆଶ୍ୱସ୍ତି ଦିଆଯାଇଛି। ଦଶହରାର ଛୁଟି ଅକ୍ଟୋବର 19ରୁ ଅକ୍ଟୋବର 21 ପର୍ଯ୍ୟନ୍ତ 3 ଦିନ ପାଇଁ ରହିବ। ଯେତେବେଳେ ଦୀପାବଳି ପାଇଁ ନଭେମ୍ବର 6ରୁ ନଭେମ୍ବର 10 ପର୍ଯ୍ୟନ୍ତ 5 ଦିନର ଛୁଟି ଧାର୍ଯ୍ୟ କରାଯାଇଛି। ଏହା ସହିତ ଶୀତ ଋତୁ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଡିସେମ୍ବର 31, 2026ରୁ ଜାନୁଆରୀ 4, 2027 ପର୍ଯ୍ୟନ୍ତ ଛୁଟି ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ। ଉପସଚିବ ପ୍ରମୋଦ ସିଂଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଜିଲ୍ଲା କଲେକ୍ଟର ଏବଂ ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଯେତେବେଳେ ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କର ଆଗାମୀ ଛୁଟି ପାଇଁ ଉତ୍ସାହିତ ଅଛନ୍ତି। ଆଗାମୀ ଶିକ୍ଷା ଅଧିବେଶନର ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାମନ୍ତ୍ରୀ ରାଓ ଉଦୟ ପ୍ରତାପ ସିଂ ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଏପ୍ରିଲ 1ରୁ ପ୍ରବେଶ ଉତ୍ସବ ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସର୍ବାଧିକ ସଂଖ୍ୟକ ପିଲାଙ୍କୁ ସ୍କୁଲରେ ନାମ ଲେଖା ଏବଂ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା। ଏହି ପଦକ୍ଷେପକୁ ସହଜ କରିବା ପାଇଁ ପ୍ରବେଶ ପ୍ରକ୍ରିୟାକୁ ସରଳ କରାଯାଇଛି। ସରକାର ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ପାଠ୍ୟପୁସ୍ତକ ପାଠ୍ୟକ୍ରମ ଏବଂ ସମସ୍ତ ଆବଶ୍ୟକ ଶିକ୍ଷା ସାମଗ୍ରୀ ଉପଲବ୍ଧ ହେବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଯେ କେଉଁଠି ପହିଲାରୁ ସ୍କୁଲରେ ଖରା ଛୁଟି ଦିଆଯାଇଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।